ଗତକାଲି ସନ୍ଧ୍ୟା ସମୟରେ ଆମର ପୋଲିସ ଟିମ୍ ଗୋଟେ ଏସ୍ଆଇ ପ୍ରଭାତ ଗୌଡ଼ଙ୍କ ନେତୃତ୍ୱରେ ଗୋଟେ ଟିମ୍ ଯେତେବେଳେ ଏମ୍ବି ଚେକିଂ କରୁଥିଲା ଚମ୍ପାଗାରି ଆମର ଚେକପୋଷ୍ଟ ପାଖରେ, ସେତେବେଳେ ଗୋଟେ ଇନଫର୍ମେସନ୍ ଆସିଥିଲା କି ଆମର ଗୋଟେ ୱାଣ୍ଟେଡ୍ ଯେ ଅପରାଧୀ ଥିଲା, ତା ନାଁରେ ଦୁଇଟା କେସ୍ NBW ଥିଲା। ଗୋଟେ ଗଞ୍ଜେଇ କେସ୍ରେ ଥିଲା ଆଉ ଗୋଟେ ଚୋରି କେସ୍ରେ ଥିଲା। ତ ସେ ମାଥିଲି ପଟୁ ମାଲକାନଗିରି ପଟେ ଆସୁଥିବାର ଖବର ମିଳିଥିଲା। ତାକୁ ଖବର ପାଇଲା ପରେ ସେମାନେ ଜଗିକି ରହିଥିଲେ। ତାପରେ ତାକୁ ଯେତେବେଳେ ଧରିବାକୁ ଟ୍ରାଏ କରିଥିଲେ, ସେ ଖସିଯିବାକୁ ଟ୍ରାଏ କରିଥିଲା। ପୋଲିସକୁ ଧକ୍କା ଦେଇକି ଖସିଯିବାକୁ ଟ୍ରାଏ କରିଥିଲା। ଏହି ସମୟରେ ତାକୁ ସେମାନେ ଧରିବାକୁ ସକ୍ଷମ ହେଇଥିଲେ। ପରେ ତା ପାଖରୁ ଗୋଟେ 7.65 mm ଯେଉଁ ପିସ୍ତଲ ଅଛି ସେଇଟା ଗୋଟେ ରିକଭର ହେଇଥିଲା। 3ଟା ଯେଥିରେ ଲାଇଭ୍ ଏମ୍ୟୁନିସନ୍ ଥିଲା। ଏହା ସାଙ୍ଗରେ ତାର ଯେଉଁ ଗୋଟେ ସ୍କୁଟିରେ ଆସିଥିଲା, ସେ ସ୍କୁଟି, ଗୋଟେ ମୋବାଇଲ ଫୋନ୍, କିଛି ପଇସା ତା ପାଖରେ ଥିଲା, ସେ ସବୁ ସିଜ୍ କରାଯାଇଛି। ପାଖାପାଖି ଯେଉଁ ଟୁନୁ ସଗରିଆ ଯିଏ ଏକ୍ୟୁଜ୍ ଧରା ପଡ଼ିଛି, ତା ନାଁରେ ଆଗରୁ 8ଟା କେସ୍ ଅଛି। ମାଲକାନଗିରି ଥାନାରେ 8ଟା କେସ୍ ଅଛି। ଆଉ କାଲି ଯେଉଁ ଆର୍ମ ସହିତ ଧରା ପଡ଼ିଥିଲା, ସେଥିରେ ମାଲକାନଗିରିର 530/2024 କେସ୍ ରେଜିଷ୍ଟର ହେଇଛି। ସେଇଟା ଆମେ ଇନଭେଷ୍ଟିଗେସନ୍ କରୁଛୁ। ବନ୍ଧୁକ କେଉଁଠି ଆସିଲା, କିଏ ତାକୁ ସପ୍ଲାଏ କରିଥିଲା, ସେଇଟା ବି ଜଲ୍ଦି ଯାହା ପାଖରୁ ଆଣିଥିଲା ତାକୁ ଧରିବାକୁ ଚେଷ୍ଟା କରିବୁ। ହଁ, ଆମେ ସେଇଟା ଏକ୍ସପେକ୍ଟ କରୁଛୁ। ଜେନେରାଲି ଏମିତି କେସ୍ ଆମେ ତ ଆଗରୁ ଦେଖିନୁ, ବଟ୍ ୟା ପାଖରେ ଗୋଟେ ପିସ୍ତଲ ଥିଲା। ଆମେ ଆଶା କରୁଛୁ କି ସେ କିଛି ବଡ଼ ଘଟଣା ଘଟିଥାଏ, ତାର ଚେଷ୍ଟା କରୁଥିବ।